ଜୟ ଜଗନ୍ନାଥ ବନ୍ଧୁଗଣ। ଆପଣମାନଙ୍କୁ ଆମର ଏହି ରାଶିର କାର୍ଯ୍ୟକ୍ରମକୁ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଜାଣିବା 21 ଜାନୁଆରୀ 2025 ମଙ୍ଗଳବାର ଦିନର ଦ୍ୱାଦଶ ରାଶିର ରାଶିଫଳ ସମ୍ପର୍କରେ। ଏହି ଦୈନିକ ରାଶିଫଳର କାର୍ଯ୍ୟକ୍ରମ ଚନ୍ଦ୍ରଙ୍କର ଗୋଚର ଗଣନାକୁ ନେଇ ଆଧାରିତ। ଆଉ ଚନ୍ଦ୍ରଙ୍କର ଗୋଚର ଗଣନା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତ ବନ୍ଧୁଗଣ, ସର୍ବପ୍ରଥମେ ଆସନ୍ତୁ ଜାଣିବା ଆଜିର ତିଥି ଓ ରାଶି ନକ୍ଷତ୍ର ବିଷୟରେ। ଆଜି ହେଉଛି 21 ଜାନୁଆରୀ 2025 ମଙ୍ଗଳବାର, ମାଘ କୃଷ୍ଣପକ୍ଷ ସପ୍ତମୀ, ଦିବା 12 ଘଣ୍ଟା 40 ମିନିଟ୍ ଗଟେ ଅଷ୍ଟମୀ। ଆଜି ଚିତ୍ରା ନକ୍ଷତ୍ର ରାତ୍ର 11 ଘଣ୍ଟା 37 ମିନିଟ୍ ଗତେ ସ୍ୱାତି ନକ୍ଷତ୍ର। ଆଜି କନ୍ୟା ଚନ୍ଦ୍ର ଦିବା 10 ଘଣ୍ଟା 3 ମିନିଟ୍ ଗତେ ତୁଳା ଚନ୍ଦ୍ର। ଆଜି ସାମ୍ବତ୍ରିକ ଶ୍ରାଦ୍ଧ ଅଷ୍ଟମୀର ପାର୍ବଣ। ଆଜିର ଶୁଭ ବେଳା ଦିବା 8 ଘଣ୍ଟା 47 ମିନିଟ୍ରୁ ଦିବା 10 ଘଣ୍ଟା 59 ମିନିଟ୍ ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 6 ଘଣ୍ଟା 34 ମିନିଟ୍ ଏବଂ ଆଜିର ସୂର୍ଯ୍ୟାସ୍ତ ସନ୍ଧ୍ୟା 5 ଘଣ୍ଟା 36 ମିନିଟ୍। ଆଜିର ଘାତଚନ୍ଦ୍ର ଦିବା 10 ଘଣ୍ଟା 30 ମିନିଟ୍ ଗତେ ବୃଷ ପୁରୁଷ ଏବଂ ଧନୁ ମହିଳା। ଆଜିର ଘାତବାର ମକର ରାଶିର। ଆଜି ତାଳ ଖାଇବା ନିଷିଦ୍ଧ। ତେବେ ବନ୍ଧୁଗଣ, ଏହା ତ ଗଲା ଆଜିର ରାଶି ନକ୍ଷତ୍ର ସମ୍ପର୍କରେ। ଏବେ ଆସନ୍ତୁ ଜାଣିବା ଦ୍ୱାଦଶ ରାଶିର ରାଶିଫଳ ସମ୍ପର୍କରେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣମାନେ ଆମର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ଆଉ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଏବଂ ଆପଣଙ୍କର କେଉଁ ରାଶି ତାହା ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ତା ସହିତ ଚ୍ୟାନେଲଟିରେ ନୂଆ ଥିଲେ, ଆପଣ ପ୍ରଥମ ଥର ପାଇଁ ଭିଡ଼ିଓ ଦେଖୁଥିଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ ଆପଣ କରିନିଅନ୍ତୁ। ତେବେ ବନ୍ଧୁଗଣ, ସର୍ବପ୍ରଥମ ରାଶି ମେଷ ରାଶି। ଆଜି ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କର କିଛି ଡିଲ୍ ହେବ, କିଛି କାମ ଆପଣଙ୍କର ଆଜି ଭଲରେ ହୋଇଯିବ। ଆପଣଙ୍କର ତାହା କୌଣସି ପେପର କାମ ହେଉ କିମ୍ବା ଆପଣଙ୍କର ରିଲେସନକୁ ନେଇ କାମଟି ହେଉ କିମ୍ବା ଆପଣଙ୍କର କାହା ସହିତ ଡିଲ୍ ଅଛି, ତ ସେହି କାମ ଗୁଡ଼ିକ ଆପଣଙ୍କର ଆଜି ହୋଇଯିବ। ବିଭିନ୍ନ ଲୋକମାନଙ୍କ ସହିତ ମଧ୍ୟ ଆଜି ଆପଣ କନେକ୍ଟ ହେବେ। ଏହା ସହିତ ଆପଣଙ୍କର ପାରିବାରିକ ଜୀବନ ମଧ୍ୟ ବହୁତ ଭଲ ରହିବ। ଆଜି ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି ଓಂ ଭୂମାୟ ନମଃ। ଏହି ମନ୍ତ୍ରଟି ଆପଣ ଆଜି ଜପ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଶୁଭମୟ ରହିବ। ଏହା ସହିତ ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗଟି ହେଉଛି ରେଡ୍ କଲର୍। ବୃଷ ରାଶି। ଆପଣ ଆଜି ଅନ୍ୟମାନଙ୍କୁ ସେବା ଦେବେ। ଆଉ ଯଦି ଆପଣଙ୍କର ଆଜି କିଛି ହେଲ୍ଥ ଇସ୍ୟୁ ରହିଛି କିମ୍ବା ଆପଣଙ୍କର କୌଣସି ମେଡ଼ିକାଲ ଜନିତ କିଛି ସମସ୍ୟା ରହିଛି ଆପଣଙ୍କର କିମ୍ବା ଯିବାର ରହିଛି, ତ ସେହା ମଧ୍ୟ ଆଜି ଦେଖାଦେଉଛି। ଆଉ ଆଜି ଆପଣ କିଛି କିଣାକିଣି କରିବେ। କୌଣସି ଛୋଟ ଛୋଟ କାମ ଗୁଡ଼ିକୁ ନେଇକରି ଆପଣ ଆଜି ବହୁତ ବିଜି ରହିବେ। ଆଜି କିଛି ଲୋକମାନେ ଆପଣଙ୍କୁ ବିରକ୍ତ କରିଦେଇପାରନ୍ତି। ଆଜି ଆପଣ ଟିକିଏ କେୟାରଫୁଲ୍ ରହିବେ। କୌଣସି ଅଯଥା କଥା ଗୁଡ଼ିକରେ ଆପଣ ଜମାରୁ ବି ଆଜି ପଶନ୍ତୁ ନାହିଁ। ଆଜି ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି, ଆଜି ଆପଣ କୌଣସି ପଶୁକୁ ମସୁର ଡାଲି ଆଣି ଖାଇବା ପାଇଁ ଦିଅନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଶୁଭମୟ ରହିବ। ଆଉ ଆପଣଙ୍କ ପାଇଁ ଶୁଭ କଲର୍ଟି ହେଉଛି ଅରେଞ୍ଜ କଲର୍। ମିଥୁନ ରାଶି। ଆଜି ଆପଣ ବିଭିନ୍ନ କାମ ଗୁଡ଼ିକ ବହୁତ ଉତ୍ସାହର ସହିତ କରିବେ। ଏହା ସହିତ ଆଜି ମଧ୍ୟ ଆପଣ କିଛି ଇଣ୍ଟରେଷ୍ଟିଂ କାମ ମଧ୍ୟ କରିନେବେ। ଆଜି ଆପଣ ଆପଣଙ୍କର ଜୀବନସାଥୀଙ୍କ ସହିତ ଖୁସି ରହିବେ। ଆପଣଙ୍କର କାର୍ଯ୍ୟକୁ ନେଇକରି ଆଜି ଆପଣ ଖୁସି ରହିବେ। ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ ମଧ୍ୟ ଆଜି ଆପଣ ବହୁତ ଖୁସିରେ ରହିବେ। ଯାହାକୁ ଆପଣ ପସନ୍ଦ କରନ୍ତି ତାଙ୍କ ସହିତ ମଧ୍ୟ ଆପଣ ଆଜି ଖୁସିରେ ରହିବେ। କିଛି କ୍ରିଏଟିଭ୍ ୱାର୍କ କରିବେ ଆପଣ ଆଜି। ଏହା ସହିତ ଆଜି ମଧ୍ୟ ଆପଣ କିଛି ଅସୁବିଧାରୁ ବାହାରି ଆସିବେ। ଆଜିର ଦିନଟି ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଭଲ ଦିନ ରହିଛି। ଆଜିର ପ୍ରତିକାର ଆପଣଙ୍କ ପାଇଁ ହେଉଛି, ଆପଣ ଆଜି ଶ୍ରୀ ଗଣେଶ ଭଗବାନଙ୍କୁ ଲାଲ ରଙ୍ଗର ଫୁଲ ଆଣି ଅର୍ପଣ କରନ୍ତୁ। ଏହା ସହିତ ଆପଣଙ୍କ ପାଇଁ ଆଜି ଶୁଭ କଲର୍ଟି ହେଉଛି ରେଡ୍ କଲର୍। କର୍କଟ ରାଶି। ଆଜି ଆପଣଙ୍କର କିଛିଟା ପରିବର୍ତ୍ତନ ହେବ। ଆପଣଙ୍କର ଗାଡ଼ି ଭୂମି ସମ୍ବନ୍ଧିତ କିଛି କାମ ଆଜି ଆପଣଙ୍କର ହେବ। ଆଜି ଆପଣଙ୍କର କୌଣସି ଇଲେକ୍ଟ୍ରୋନିକ୍ସ ଜଡ଼ିତ, ଯେମିତିକି ଆପଣଙ୍କର ଯେତେ ସବୁ ଫୋନ୍ସ ଇଲେକ୍ଟ୍ରିକ୍ ସାମାନ ଗୁଡ଼ିକ ଆପଣଙ୍କର ଆଜି ନେଇକି କିଛି ପରିବର୍ତ୍ତନ ହେବ। ଆପଣ ଆଜି ଯେପରିକି ଖାଇବା ପିଇବା, ରୋଷେଇ ଘରର କିଛି ଜିନିଷପତ୍ର କିଣିବା, ଏହିସବୁରେ ଆପଣ କିଛି ଆପଣଙ୍କର ସମୟକୁ ଆଜି ଅତିବାହିତ କରିବେ। ମାଆଙ୍କୁ ନେଇକରି ମଧ୍ୟ ଆଜି ଆପଣ ଚିନ୍ତିତ ରହିପାରନ୍ତି। ଆଜି ଆପଣଙ୍କ ପାଇଁ ପ୍ରତିକାର ହେଉଛି, ଆପଣ ଆଜି ଦେବୀ ମାଆଙ୍କର ସିନ୍ଦୁର ନିଜର ମଥାରେ ଲଗାନ୍ତୁ। ଦେଖିବା ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଶୁଭମୟ ହେବ।
ଏହା ସହିତ ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗଟି ହେଉଛି ଫିକା ଲାଲ ରଙ୍ଗ। ସିଂହ ରାଶି, ଆଜି ଯଦି ଆପଣଙ୍କର କିଛି ପେପର ୱାର୍କ ଗୁଡ଼ିକ ରହିଯାଇଛି, କାଗଜପତ୍ର କାମ ଗୁଡ଼ିକ ଯଦି କିଛି ଆପଣଙ୍କର ପେଣ୍ଡିଂ ହୋଇ ରହିଛି, ତ ଆଜି ଆପଣ ସେଇ କାମ ଗୁଡ଼ିକ କରିବେ। ଆଜି କିଛି ସାଇନ୍ ମଧ୍ୟ ଆପଣ କରିପାରନ୍ତି। ଆଉ ଯେଉଁମାନେ ଶିକ୍ଷାର୍ଥୀ ଅଛନ୍ତି, ଷ୍ଟୁଡେଣ୍ଟ ଅଛନ୍ତି, ସେମାନେ ମଧ୍ୟ ଆଜି କିଛି ଲେଖାଲେଖି ଅଧିକ ମାତ୍ରାରେ କରିବେ। ପାଖ ଜାଗାକୁ ଆପଣମାନେ ଯାତ୍ରା କରିପାରନ୍ତି। ମିଟିଂରେ ଆଜି ଆପଣଙ୍କର ସକ୍ସେସଫୁଲ୍ ରହିବ, ସଫଳତା ପାଇବେ ଆପଣ ଆଜି ସେଇ ମିଟିଂରେ। କୌଣସି ମ୍ୟାଟରକୁ ନେଇକରି, କିଛି ଘଟଣାକୁ ନେଇକରି ଆପଣ ଆଜି କିଛି ଡିସିସନ୍ ନେଇପାରନ୍ତି। ଆଜି ଆପଣଙ୍କର ଫାଇନାନ୍ସ ଦିଗ ଭଲ ରହିବ। ଆଉ ଆପଣଙ୍କର ଆଜି କିଛିଟା ଟ୍ରାଞ୍ଜାକ୍ସନ୍ ମଧ୍ୟ ହେବ। ମିଟିଂ ଆଜି ଆପଣଙ୍କର ବହୁତ ଭଲ ରହିବ। ଆଜି ସେଇ ମିଟିଂରେ ଆପଣଙ୍କର ଉପସ୍ଥାପନା ଶୈଳୀ, ଆପଣଙ୍କର ପ୍ରେଜେଣ୍ଟେସନର ଶୈଳୀ, ଆପଣଙ୍କର କଥାବାର୍ତ୍ତା ବହୁତ ଭଲ ରହିବ। ଆପଣଙ୍କର ପାଖ ପଡ଼ୋଶୀ କିମ୍ବା ଆପଣଙ୍କର ଅଫିସରେ ଆପଣଙ୍କର ସହକର୍ମଚାରୀମାନଙ୍କ ସହିତ କିଛି କାମ ଆଜି ଆପଣ ମିଳିମିଶି କରିବେ। ଆପଣ ଆଜି କୌଣସି ପାଖ ଜାଗାକୁ ଯାତ୍ରା କରିପାରନ୍ତି ଏବଂ ଆପଣଙ୍କର ସେଇ ଯାତ୍ରା ମଧ୍ୟ ବହୁତ ଭଲ ରହିବ ଆଜି ଆପଣଙ୍କ ପାଇଁ। ଆଜି ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି ଓମ୍ ଅଙ୍ଗ ଅଙ୍ଗାରକାୟ ନମଃ। ଏହି ମନ୍ତ୍ରଟିର ଆପଣ ଆଜି ଜପ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଶୁଭମୟ ରହିବ। ଏହା ସହିତ ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗଟି ହେଉଛି ଅରେଞ୍ଜ କଲର୍। କନ୍ୟା ରାଶି, ଆପଣଙ୍କୁ ଯେଉଁ ଫ୍ୟାସିଲିଟି ମିଳୁଥିଲା ତାହା ଆଜି କାହା ସହିତ ଆପଣଙ୍କୁ ମିଳିବ କି ନାହିଁ ତାର କୌଣସି ସମ୍ଭାବନା ନାହିଁ। ତେଣୁ ଆପଣ ଆପଣଙ୍କର କାମକୁ ଯେତେ ଶୀଘ୍ର ପାରୁଛନ୍ତି ଜଲ୍ଦି ଜଲ୍ଦିରେ କରିନିଅନ୍ତୁ। ଆଉ ଯଦି ଆପଣଙ୍କର ଆଜି କିଛି କାହା ସହିତ କଥାବାର୍ତ୍ତା ରହିଛି, ତ ତାହେଲେ ଆଜି ଆପଣଙ୍କର ମଧ୍ୟାହ୍ନ ସମୟ ପରେ କିଛି ସେଇ କଥାରେ ଆପଣଙ୍କର ଅସୁବିଧା ଆସିଯିବ। ଆପଣଙ୍କର ସେଇ ସିଚୁଏସନ୍ଟି, ସେଇ ପରିସ୍ଥିତିଟି ଆପଣଙ୍କର ବିଗିଡ଼ିଯିବ। ସେହି ସମୟରେ ଆପଣଙ୍କୁ ଆପଣଙ୍କର କିଛି କାର୍ଯ୍ୟ ପାଇଁ ହଁ କହିଥିବା ଲୋକମାନେ ମଧ୍ୟ ଆପଣଙ୍କୁ ନା କହିଦେବେ। ଅଯଥା କଥା ଗୁଡ଼ିକରେ ଆପଣ ଯେତେ ପାରୁଛନ୍ତି ଆଜି ପଶନ୍ତୁ ନାହିଁ। ଯେତେ ପାରୁଛନ୍ତି ସେଇ କଥା ଗୁଡ଼ିକରୁ ଆପଣ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କର ଖାଇବା ପିଇବାକୁ ନେଇକି କାହା ସହିତ ଟିକେ ଯୁକ୍ତିତର୍କ ହୋଇପାରେ, ସେଥିପାଇଁ ଆପଣ ଯୁକ୍ତିତର୍କ କରନ୍ତୁ ନାହିଁ କାହା ସହିତ। ଆଉ ଆର୍ଗୁମେଣ୍ଟର ମଧ୍ୟ ଆଜି କିଛି ପରିସ୍ଥିତି ଦେଖାଦେବ ଆପଣଙ୍କର। ଏହା ସହିତ ଯଦି ଆପଣ ଆଜି କୌଣସି ପ୍ରକାରର ଫାଇନାନ୍ସିଆଲ ଡିଲ୍ କରୁଛନ୍ତି, ଫାଇନାନ୍ସିଆଲରେ କିଛି କଥାବାର୍ତ୍ତା ହେଉଛନ୍ତି, ତ ସେଇଟା ଟିକେ ଜଗି ରଖି କରନ୍ତୁ। ଆଜି ପାଇଁ ଆପଣଙ୍କର ପ୍ରତିକାର ହେଉଛି ମହୁ କିମ୍ବା ଗୁଡ଼କୁ ଆପଣ ଆଜି ପ୍ରସାଦ ରୂପରେ ଖାଆନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଶୁଭମୟ ରହିବ। ଏହା ସହିତ ଆପଣ ଓଂ ଅଙ୍ଗ ଅଙ୍ଗାରକାୟ ନମଃ ଏହି ମନ୍ତ୍ରଟିର ମଧ୍ୟ ଜପ କରନ୍ତୁ। ଦେଖିବେ ଏହା ଫଳରେ ଆପଣଙ୍କର ଦିନଟି ବହୁତ ଶୁଭମୟ ହୋଇଯିବ ଏବଂ ଆପଣଙ୍କର ଯାହା ବି କିଛି ଖରାପ ରହିଛି ତାହା ଠିକ୍ ହୋଇପାରେ। ତୁଳା ରାଶି, ଯଦି ଆପଣଙ୍କର ପୂର୍ବରୁ କିଛି ଅସୁବିଧା ସବୁ ରହିଥିଲା ଯେଉଁଥିପାଇଁ ଆପଣ ଟିକେ ଶାନ୍ତିରେ ନିଶ୍ୱାସ ନେଇପାରୁନଥିଲେ, ବହୁତ ଚିନ୍ତାରେ ରହୁଥିଲେ, ବହୁତ ପ୍ରୋବ୍ଲେମରେ ଆପଣ ରହୁଥିଲେ, ତ ସେଥିମଧ୍ୟରୁ ଆପଣ ଆଜି ବାହାରିବେ। ବହୁତ ଶାନ୍ତିରେ ଆପଣ ଆଜି ଟିକେ ନିଶ୍ୱାସ ନେବେ, ସୁଖରେ ରହିବେ। ଅଧିକ ଧାଁ ଦପଡ଼ କାମ ଗୁଡ଼ିକରୁ ଆଜି ଆପଣ ଟିକେ ବଞ୍ଚିକି ଆଜି ରହିବେ, ଯେପରିକି ଆଜି ଟିକେ ଶାନ୍ତିରେ ରହିବେ। ଆପଣଙ୍କର ଆଜି କିଛି କାମ ହୋଇଯିବ, ଯାହାକି ଖୁସିରେ ଖୁସିରେ ଆପଣଙ୍କର ହୋଇଯିବ। ଆଉ ସେହି କାରଣରୁ ଆପଣ ଆଜି ଖୁସି ରହିପାରନ୍ତି। କିଛି ଇଲେକ୍ଟ୍ରୋନିକ୍ସ ସାମାନ ଗୁଡ଼ିକ ଆପଣ ଯେପରିକି ଘରୋଇ ଉପକରଣ ଗୁଡ଼ିକ ଆପଣ ଆଜି କିଣିପାରନ୍ତି। କିମ୍ବା ଆପଣଙ୍କର ଯେଉଁ କାମ ଗୁଡ଼ିକ ସବୁ ହୋଇଯିବ। ଆପଣଙ୍କର ଖାଇବା ପିଇବା ଭଲ ରହିବ। ଆଜି ଆପଣଙ୍କର ଘରକୁ କୌଣସି ଅତିଥି ଆସିବେ। ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିଛି। ଆପଣ ବହୁତ ଖୁସିରେ ଆଜି ରହିବେ। ଆଜି ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି ଓମ୍ ବିଶ୍ୱକର୍ମାୟ ନମଃ। ଏହି ମନ୍ତ୍ରଟିର ଆପଣ ଜପ କରନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଭଲରେ ରହିବ। ଏହା ସହିତ ଆପଣଙ୍କ ପାଇଁ ଆଜି ଶୁଭ କଲର୍ଟି ହେଉଛି ରେଡ୍ କଲର୍। ବିଛା ରାଶି, ଆଜି ଆପଣଙ୍କର ଖର୍ଚ୍ଚ ବାର୍ଚ୍ଚ ଧାଁ ଦପଡ଼ ଏହିସବୁ ଟିକେ ରହିଛି। ଏହା ସହିତ ଆପଣଙ୍କର ହେଲ୍ଥକୁ ନେଇକରି କିଛି ଇସ୍ୟୁ ଆପଣଙ୍କର ଆଜି ଟିକେ କ୍ରିଏଟ୍ ହୋଇପାରେ। ଆପଣ କିଛି ଆଜି ଅନନେସେସରୀ କଥା, ଯେପରିକି କୌଣସି ଅଯଥା କଥାରେ ଆପଣ ଟିକେ ପଡ଼ିଯାଇପାରନ୍ତି। ଆଜି ଆପଣ ଆପଣଙ୍କର କୌଣସି କାମକୁ ନେଇକରି ଟିକେ ଠିକ୍ ଡିସିସନ୍ ଆପଣ ନେଇପାରିବେ ନାହିଁ। ଆଉ ଏହା ଆପଣଙ୍କର ଏଥିପାଇଁ ହେବ ଯେ ଆପଣଙ୍କର ଆଜି ମାଇଣ୍ଡଟା ଟିକେ ଡିଷ୍ଟର୍ବ ରହିବ। ସେଥିପାଇଁ ଆପଣ ନିଜ ହେଲ୍ଥର ଟିକେ କେୟାର ନିଅନ୍ତୁ। ଆଉ କୌଣସି ବଡ଼ ଇନଭେଷ୍ଟମେଣ୍ଟ ଆଜି ଆପଣ କରନ୍ତୁ ନାହିଁ। ଛୋଟ ମୋଟ ଚାହିଁଲେ ଆପଣ କରିପାରିବେ, ଯେଉଁଟାକ ଆପଣଙ୍କର ଆଜି ଟିକେ ନେସେସରୀ ରହୁଛି। ନଚେତ୍ ଟିକେ ଆଜି ଆପଣ ବଡ଼ ଇନଭେଷ୍ଟମେଣ୍ଟ ଠାରୁ ଦୂରେଇ ରୁହନ୍ତୁ। ଏହା ସହିତ ଆପଣଙ୍କର ଆଜି ଯାତ୍ରାର ଯୁଗ ମଧ୍ୟ ରହୁଛି, ଯେଉଁ କାରଣରୁ ଆପଣ ଆଜି ଥକିଯିବେ। ଆଜି ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି କିଛି ଗୁଡ଼ ଆପଣ ନେଇକରି ପାଣିରେ ଭସାଇ ଦିଅନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଭଲ ରହିବ। ଏହା ସହିତ ଆପଣଙ୍କ ପାଇଁ ଆଜି ଶୁଭ କଲର୍ଟି ହେଉଛି ହ୍ୱାଇଟ୍ କଲର୍।
ଏହି କଲର୍ର କିଛି ଆପଣ ଜିନିଷ ଯେପରିକି ରୁମାଲ ହଉ କିମ୍ବା କୌଣସି ଛୋଟ କପଡ଼ା ହଉ କିମ୍ବା ଡ୍ରେସ୍ ହଉ ପ୍ୟାଣ୍ଟ ହଉ ଆପଣ ପିନ୍ଧିପାରିବେ। ଧନୁ ରାଶି, ଆଜି ଆପଣ ବିଭିନ୍ନ ଲୋକମାନଙ୍କ ସହିତ ସମ୍ପର୍କରେ ରହିବେ, କନେକ୍ଟ ହେବେ। ଆଜି ଆପଣଙ୍କର କିଛିଟା କାମ ବହୁତ ଭଲରେ ହୋଇଯିବ। କିଛି ଘଟଣା ଗୁଡ଼ିକୁ ଆପଣ ଆଜି ହ୍ୟାଣ୍ଡେଲ୍ କରିବେ। ଆଜି ଆପଣ ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ବା ମ୍ୟାଟରକୁ ଆଜି ଆପଣ ବହୁତ ଭଲ ଭାବରେ ହ୍ୟାଣ୍ଡେଲ୍ କରିବେ। ଆଉ ସେଇ ଘଟଣାଟିକୁ ଆପଣ ଆଜି ନିଜ ଆଡ଼କୁ ହାସଲ ମଧ୍ୟ କରିନେବେ। ଏହା ସହିତ ଆପଣଙ୍କର ପ୍ରିୟ ବନ୍ଧୁ ହୁଅନ୍ତୁ କିମ୍ବା ଆପଣଙ୍କର ଜୀବନସାଥୀ ହୁଅନ୍ତୁ, ତାଙ୍କ ସହିତ ଆଜି ଆପଣଙ୍କର ଭଲ ସମୟ କଟିବ। ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିଛି, ଖୁସିରେ କଟିବ। ଆଜି ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି କିଛି ମସୁର ଡାଲି ଆଣି ଆପଣ ନିଜର ମଥା ଚାରିକଡ଼ରେ ବୁଲାଇ ତାକୁ ଦକ୍ଷିଣ ଦିଗକୁ ଆପଣ ଫିଙ୍ଗି ଦିଅନ୍ତୁ। ଦେଖିବେ ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଭଲରେ ରହିବ। ଏହା ସହିତ ଆଜି ଆପଣଙ୍କ ପାଇଁ ଶୁଭ କଲର୍ଟି ହେଉଛି ରେଡ୍ କଲର୍। ମକର ରାଶି, ଆଜି ଆପଣ ବହୁତ ଶାନ୍ ସୌକତରେ ନିଜର କାମ ଗୁଡ଼ିକୁ ଆଜି ଆପଣ କରିବେ। ଆଉ କିଛି ଆପଣ ଆଜି ଆଗ ପଛ ଦେଖିବେ ନାହିଁ, ନିଜ କାମକୁ ଆପଣ କମ୍ପ୍ଲିଟ୍ କରିବେ। ଡ୍ୟୁଟିରେ ଆଜି ଆପଣ ଟାଇମ୍ ଅନୁସାରେ କାମ କରିବାକୁ ଆଜି ବହୁତ ପ୍ରାଧାନ୍ୟ ଦେବେ, ଗୁରୁତ୍ୱ ଦେବେ। ଆଜି ଆପଣଙ୍କର କ୍ୟାରିୟରରେ କିଛି ଗ୍ରୋଥ୍ ହେବ, କ୍ୟାରିୟର ରିଲେଟେଡ୍ କିଛି କାମ ମଧ୍ୟ ଆଜି ଆପଣଙ୍କର ହୋଇଯିବ। କ୍ୟାରିୟରକୁ ନେଇକରି ମଧ୍ୟ ଆଜି ଆପଣଙ୍କର କିଛି ଷ୍ଟେପ୍ ନେବେ। ଆପଣଙ୍କର ପିଲାମାନେ ଆଜି ଆପଣଙ୍କ ଘରର ବିଭିନ୍ନ ପ୍ରକାରର ଦାୟିତ୍ୱ ଗୁଡ଼ିକୁ କମ୍ପ୍ଲିଟ୍ ମଧ୍ୟ କରିବେ। ଆଜି ଆପଣଙ୍କ ପାଇଁ ପ୍ରତିକାରଟି ହେଉଛି ଆଜି ଆପଣ ଶ୍ରୀ ଗଣେଶ ଭଗବାନଙ୍କୁ ଲାଲ ରଙ୍ଗର ଫୁଲ ଆଣି ଅର୍ପଣ କରନ୍ତୁ। ଦେଖିବା ଆପଣଙ୍କ ପାଇଁ ଦିନଟି ଆଜି ବହୁତ ଶୁଭମୟ ରହିବ। ଏହା ସହିତ ଆପଣଙ୍କ ପାଇଁ ଆଜି ଶୁଭ କଲର୍ଟି ହେଉଛି, ଶୁଭ ରଙ୍ଗଟି ହେଉଛି ଲାଇଟ୍ ୟେଲୋ କଲର୍। କୁମ୍ଭ ରାଶି, ଆଜି ଆପଣଙ୍କ ପାଇଁ ଯାତ୍ରାଟି ବହୁତ ଭଲ ରହିବ। ଆପଣ କୁମ୍ଭ ରାଶି ବା କୁମ୍ଭ ଲଗ୍ନର ବ୍ୟକ୍ତିବିଶେଷ ମାନେ ନିହାତି ଏ କୁମ୍ଭ ମେଳାକୁ କେବେ ନା କେବେ ନିଶ୍ଚୟ ରୂପରେ ଯିବା ଜରୁରୀ ଅଟେ। ଆଜି ଆପଣ ଟିକେ ସ୍ପିରିଚୁଆଲିଟି ଅନୁଭବ କରିବେ। ଭଗବାନଙ୍କର ଆଶୀର୍ବାଦ ଆଜି ଆପଣଙ୍କୁ ମିଳିବ। ଏକ କୁମ୍ଭରେ ଆପଣ ଗଙ୍ଗା ଜଳ ପକେଇ କରି ଆପଣ ଆଜି ସୂର୍ଯ୍ୟନାରାୟଣଙ୍କୁ ଜଳ ଚଢ଼ାନ୍ତୁ। ଏହା ସହିତ ଭଗବାନଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ କି ତାଙ୍କୁ ପ୍ରାର୍ଥନା କରନ୍ତୁ। ଏହା ଗଲା ଆପଣଙ୍କର ଆଜିର ପ୍ରତିକାର। ଏବଂ ଆଜି ଆପଣଙ୍କ ପାଇଁ କି ଶୁଭ ରଙ୍ଗଟି ହେଉଛି ଲାଲ କଲର୍। ମୀନ ରାଶି, ଆଜି ଆପଣଙ୍କର ବହୁତ ପରିବର୍ତ୍ତନ ହେବ। ଆପଣ ଆଜି କିଛି ଜାଣିପାରିବେ ନାହିଁ, ଯେପରିକି କିଛି ବାଡ଼େଇ ହୋଇଯିବା ଏବଂ ଆଘାତ ଲାଗିବାର ଆଜି କିଛି ସମ୍ଭାବନା ରହିଛି। ଅର୍ଥ ସମ୍ବନ୍ଧିତ ଆଜି ଆପଣଙ୍କର କିଛି ଡିଲ୍ ହେବ। କୌଣସି ଜିନିଷ ମଧ୍ୟ ଆଜି ଆପଣଙ୍କର ନଷ୍ଟ ହୋଇଯାଇପାରେ, ସେଥିପ୍ରତି ଆଜି ଆପଣ ଟିକେ କେୟାରଫୁଲ୍ ରହିବେ। ଆଜି ହଠାତ୍ ଭାବରେ ଆପଣଙ୍କର ମାଇଣ୍ଡସ୍କୁ ବହୁତ ପ୍ରକାରର ସବୁ କଥା ଗୁଡ଼ିକ ଆସିବ। ଆଜି ଆପଣ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଦେଖିବେ ଦିନଟି ଆଜି ବହୁତ ଆପଣଙ୍କ ପାଇଁ ଶୁଭମୟ ରହିବ। ଏହା ତ ଗଲା ଆପଣଙ୍କର ପ୍ରତିକାର। ଆଜିର ଶୁଭ ରଙ୍ଗ ହେଉଛି ଆପଣଙ୍କ ପାଇଁ ହଳଦିଆ ରଙ୍ଗ। ତେବେ ବନ୍ଧୁଗଣ, ଏହା ତ ଗଲା ଆଜିର ଦୈନିକ ରାଶିଫଳ ସମ୍ପର୍କରେ। ଆଶା କରୁଛି ଆପଣଙ୍କୁ ନିଶ୍ଚୟ ଏହି ଭିଡ଼ିଓଟି ଭଲ ଲାଗିଥିବ ଏବଂ ଆପଣଙ୍କର ଆଜିର ଦିନଟି କିପରି କଟିବ ତାହା ସମ୍ପର୍କରେ ଆଜି ଆପଣ କିଛି ଜାଣିପାରିଥିବେ। ତେବେ ବନ୍ଧୁଗଣ, ଏହିଭଳି ପ୍ରତ୍ୟେକ ଦିନ ରାଶିଫଳ ଭିଡ଼ିଓ ଦେଖିବା ପାଇଁ ଏବଂ ଆପଣଙ୍କର ରାଶି ସମ୍ବନ୍ଧିତ କିଛି କଥା ଆପଣ ଜାଣିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଏହାର ଫାଇଦା ଆପଣ ନିଶ୍ଚୟ ରୂପରେ ଉଠାନ୍ତୁ। ତେବେ ବନ୍ଧୁଗଣ, ଚ୍ୟାନେଲଟି ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦେବେ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖି ଆପଣଙ୍କର କେଉଁ ରାଶି ତା ମଧ୍ୟ ଆପଣ ନିଶ୍ଚୟ ରୂପରେ ଲେଖିବେ। ଯାହାଫଳରେ ଆପଣଙ୍କର ରାଶି ସମ୍ବନ୍ଧିତ କୌଣସି ଗ୍ରହ ପରିବର୍ତ୍ତନ ହେଉ କିମ୍ବା କିଛି ବି କଥା ହେଉ, ଆମେ ଆପଣଙ୍କ ସହିତ ସେୟାର କରିବୁ ଭିଡ଼ିଓ ମାଧ୍ୟମରେ। ତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓରେ। ରହିଲି। ଜୟ ଜଗନ୍ନାଥ। ଧନ୍ୟବାଦ।